ଯାହାକୁ ଆମେ ଏହି ଭଣ୍ଡାରୀପଲ୍ଲୀ ମାଟିରୁ ବିଧାୟକ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢ଼ିବାର କଂଗ୍ରେସ ଦଳ ତରଫରୁ ସୁଯୋଗ ଦେଲୁ। ସେହି ପଳାତକ ବିଧାୟକ ପ୍ରାର୍ଥୀ ଯେ ସୁଦୂର ଘଷିପୁରରୁ ଆସି ଭଣ୍ଡାରୀ ପୋଖରୀରେ ନିର୍ବାଚନ ଲଢୁଥିଲେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମହୋଦୟ ବୟସରେ ବହୁତ ବୟୋଜ୍ୟେଷ୍ଠ ହେଲେ ମଧ୍ୟ ମୁଁ ଆଜି କହିବାକୁ କୁଣ୍ଠାବୋଧ କରିବିନି। ଏଇଥିପାଇଁ ଆଜି ଆମେ ସମସ୍ତେ ତାଙ୍କର ହାତ ଛାଡ଼ି ଦେଇଛୁ। ଆଜି ସମସ୍ତେ ବିଜୁ ଜନତା ଦଳ ସହିତ ସାମିଲ ହେଇଛୁ। ବିଜୁ ଜନତା ଦଳ ସହିତ ବିକାଶ ପଥରେ ସାମିଲ ହେଇଛୁ। ଏହାର ଏକମାତ୍ର କାରଣ ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀରେ ଗଛ ଚାରାଟିଏ ନ ଲଗାଇଥିବା ଲୋକ ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ ବାସିନ୍ଦାମାନଙ୍କୁ ଭୁଆ ବୁଲେଇ 62,000 ଲୋକଙ୍କର ସମର୍ଥନ ହାସଲ କରିଥିଲେ। ଏ ସମର୍ଥନ କେବଳ ଥିଲା ତାଙ୍କର ଅର୍ଥ ବଳରେ, ଯାହା ପ୍ରମାଣିତ କରିଥିଲା ଯେ 2019 ବିଧାନସଭା ନିର୍ବାଚନ ପରେ ଯେତେବେଳେ ଏଠାରେ ବିଧାୟକ ପ୍ରାର୍ଥୀ ଭାବେ ସେ ପରାଜିତ ହେଲେ, ସେ ନିଜେ ହଜି ଯାଇନଥିଲେ, ତାଙ୍କ କର୍ମୀମାନଙ୍କୁ ମଧ୍ୟ ହଜାଇବାକୁ ପଛେଇ ଯାଇନଥିଲେ ଏବଂ 2022 ପଞ୍ଚାୟତ ନିର୍ବାଚନରେ କେବେ ବି ତାଙ୍କୁ ଦେଖିବା ପାଇଁ ମିଳିନଥିଲା। ବେସାହାରା ଭାବରେ ଆମେମାନେ ସମସ୍ତେ ନିଜ ନିଜର ବାହୁବଳରେ ନିର୍ବାଚନ ଲଢ଼ିଥିଲୁ, ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିଥିଲୁ ଏବଂ ବିଜୁ ଜନତା ଦଳ ସହିତ ଲଢ଼ିବାରେ ନିଜକୁ ସକ୍ଷମ କରିଥିଲୁ। କିନ୍ତୁ ବଡ଼ ଦୁଃଖ ବିଡ଼ମ୍ବନାର ବିଷୟ